वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। हेलो एवरीवन, वेलकम यू टू V2M क्लासेस। टार्गेट ओएसटी ପାଇଁ କ୍ଲାସ୍ ଚାଲୁଅଛି। ଆଜି ହେଉଛି କ୍ଲାସ୍ 37। ଆଜିକାର ଯେଉଁ କଣ୍ଟେଣ୍ଟ ହେଉଛି ନ୍ୟାସନାଲ ଏଜୁକେସନ ପଲିସି 1986। ତ ଏଇ ରିଗାର୍ଡିଂ ଆପଣ ଯାହା ବି କ୍ୱେଶ୍ଚନ୍ ଆସିବ ଓଏସଟିରେ ଆପଣ ଆରାମସେ କରିପାରିବେ। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ସବସ୍କ୍ରାଇବ୍ କରିନେବେ ଆଉ ବେଲ୍ ଆଇକନ୍ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଅପଲୋଡ୍ ହେଉଛି ଆପଣ ସର୍ବପ୍ରଥମେ ପାଇପାରିବେ। ତ ଆଜିକାର ଯେଉଁ କଣ୍ଟେଣ୍ଟ ଅଛି ନ୍ୟାସନାଲ ଏଜୁକେସନ ପଲିସି ବା NEP 1986। ତ ଏ ବିଷୟରେ ଆମେ ଜାଣିବା କ'ଣ ନ୍ୟାସନାଲ ଏଜୁକେସନ ପଲିସି বা ନ୍ୟାସନାଲ ପଲିସି ଅନ୍ ଏଜୁକେସନ NPE ଇଜ୍ ଏ ପଲିସି ଫର୍ମୁଲେଟେଡ୍ ବାଇ ଦ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ। ଯାହାକି ଆମର ପଲିସି ଯେତେବେଳେ ଆପଣ କୌଣସି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସେ ସେତେବେଳେ ନୂଆ ପଲିସି ଆସିଥାଏ। ଯେମିତି ଆମର ଲାଟେଷ୍ଟ ପଲିସି ଆସେ ଯୋଉଟାକି NEP 2020। ଏ ବିଷୟରେ ବି ଆମେ ଡିସ୍କସ୍ କରିବା ପରବର୍ତ୍ତୀ କ୍ଲାସରେ। ତ ପ୍ରଥମେ ଆପଣ 1986 ବାବଦରେ ଜାଣି ନିଅନ୍ତୁ। ତ ଏଠି କ'ଣ କୁହାଯାଉଛି ନା ଏଇ ଯୋଉ ପଲିସିଟା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରମୋଟ କରାହେଇଥିଲା ଏଜୁକେସନ ଏମଙ୍ଗସ୍ ଦ ଇଣ୍ଡିଆନ୍ ପିପୁଲ ପାଇଁ। ଦିସ୍ ପଲିସି କଭର ଏଲିମେଣ୍ଟାରୀ ଏଜୁକେସନ ଟୁ ଦ କଲେଜ ଲେବୁଲ। ଏଲିମେଣ୍ଟାରୀ ଏଜୁକେସନରୁ କଲେଜ ଲେବୁଲ ପର୍ଯ୍ୟନ୍ତ ଆପଣଙ୍କର ଏଇ ପଲିସି ଲାଗୁ ହେଇଥିଲା in both rural and urban areas. The NEP 1986 was the second national education policy after the first one in 1968 ପରେ ସେଟା ଯେତେବେଳେ କାର୍ଯ୍ୟକାରୀ ହେଲା ନାହିଁ ଇନ୍ଦିରା ଗାନ୍ଧୀ ସମୟରେ ସେଟା ଥିଲା ଯେତେବେଳେ କାର୍ଯ୍ୟକାରୀ ହେଲା ନାହିଁ ତାପରେ ଆପଣଙ୍କର 1986 ରେ ଆପଣଙ୍କର ପୁଣି ଆଉ ଗୋଟେ ଆସିଲା ଆପଣଙ୍କର NEP. It was formulated by the Prime Minister Rajiv Gandhi to provide a comprehensive and cohesive structure for education in India. ତାମାନେ ଏଜୁକେସନ ଇଣ୍ଡିଆରେ ଆପଣଙ୍କର ଭଲ ଭାବରେ କିପରି ଶିକ୍ଷା ବ୍ୟବସ୍ଥାର ପ୍ରସାର ପ୍ରଚାର ହବ ଆଉ ଶିକ୍ଷା ବ୍ୟବସ୍ଥା କିପରି ଆଗକୁ ବଢିବ ସେ ବିଷୟରେ ତାର ସିଏ NEPରେ କୁହାଯାଇଥିଲା ଏବଂ NEP ଦ୍ୱାରା ତାକୁ लागू କରାଯାଇଥିଲା। ତ ରିଫ୍ଲେକ୍ଟିଂ ଦ ସୋସିଓ ଇକୋନୋମିକ୍ ନିଡ୍ସ ଆଣ୍ଡ କଲଚରାଲ ଡାଇଭର୍ସିଟି ଆଣ୍ଡ ଚେଞ୍ଜିଂ ଦ ଗ୍ଲୋବାଲ ଏନଭାୟରନମେଣ୍ଟ। ଦ ପଲିସି ୱାଜ ସେପ୍ଟ ବାय ଦ ଭିଜନ ଅଫ ଏଜୁକେସନ ଟୁଲ୍ସ ଫର ଦ ନେସନ ଡେଭଲପମେଣ୍ଟ ଆଣ୍ଡ ସୋସିଆଲ ଜଷ୍ଟିସ ଆଣ୍ଡ ହ୍ୟୁମାନ ରିସୋର୍ସ ଏମ୍ପାୱାରମେଣ୍ଟ ଉପରେ କାମ କରୁଥିଲା। ତ ୟାର କିଛି ଅବଜେକ୍ଟିଭ କି ଫିଚର୍ସ ଅଛି ଆମେ ସେ ବିଷୟରେ ଜାଣିନେବା। ତ କି ଫିଚର୍ସ ଅଫ NEP 1986 ର କ'ଣ କି ଫିଚର ଅଛି ନା ଫୋକସ ଅନ୍ ଦ ଇକ୍ୱାଲ ଅପରଚ୍ୟୁନିଟି। ତାମାନେ ପାଠ ପଢ଼ାରେ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଦରକାର। ଏ ବିଷୟରେ କୁହାଯାଇଥିଲା। ୟୁନିଭର୍ସାଲାଇଜେସନ ଅଫ ଏଜୁକେସନ ଏଜୁକେସନକୁ ୟୁନିଭର୍ସାଲାଇଜ କରାଯିବ ସମସ୍ତେ ଏଜୁକେସନ ପାଇପାରିବେ ଯେପରି। ପ୍ରମୋସନ ଅଫ ଲିଟରେସି ଲିଟରେସିକୁ ଆଗକୁ ବଢ଼ାଯିବ। ହଁ ତାପରେ ହେଉଛି ଏକ୍ସପେନ୍ସନ ଅଫ ହାୟର ଏଜୁକେସନକୁ ଆହୁରି ବ୍ୟାପକତର କରାଯିବ। ପିଲା ଖାଲି ପ୍ରାଇମେରୀ ସ୍କୁଲରେ ବା ଏଲିମେଣ୍ଟାରୀ ପଢ଼ିଲେ ହବନି, ହାୟର ଏଜୁକେସନ ବି ଦରକାର। ହଁ କଲେଜ ଲେବୁଲ ଏଜୁକେସନ ବି ଦରକାର, ତାକୁ ବି ଏକ୍ସପେନ୍ସନ କରାଯିବ, ବ୍ୟାପକତା କରିବା ଦରକାର। ୟୁଜ୍ ଅଫ ଟେକ୍ନୋଲୋଜି ସବୁ କ୍ଷେତ୍ରରେ କିଛି ନା କିଛି ଟେକ୍ନୋଲୋଜି ବ୍ୟବହାର କରିବା ଦରକାର। NEP 1986 proposed to the three language formula based କରାହେଇଥିଲା ସ୍କୁଲରେ encouraging the student to learn their three language। ତାମାନେ ଆପଣଙ୍କର ମଦର ଟଙ୍ଗ ଯୋଉଟାକି ଫାର୍ଷ୍ଟ ଲାଙ୍ଗୁଏଜ କୁହାଯାଉଛି, ଆଉ ଇଂଲିଶ ହେଉଛି ସେକେଣ୍ଡ ଲାଙ୍ଗୁଏଜ, ଆଉ ଓଡ଼ିଶାରେ ଆଉ ହେଉଛି ଥର୍ଡ ଲାଙ୍ଗୁଏଜ ହେଉଛି ହିନ୍ଦୀ ବା କି ସାଂସ୍କ୍ରିଟ ରଖିପାରିବେ। ତ ତିନିଟା ଲାଙ୍ଗୁଏଜ ପିଲାମାନେ ଶିଖିପାରିବେ ବା ଶିଖିବା ବାଧ୍ୟତା ଯୋଉଟାକି 1986 ଦ୍ୱାରା କୁହାଯାଇଥିଲା। थ्री लैंग्वेज फॉर्मूला এটা মনে রাখতে হবে। থ্রি ল্যাঙ্গুয়েজ ফর্মুলা কিଏ ଦେଇଥିଲା ନା NEP 1986। ତାପରେ ଇଣ୍ଟିଗ୍ରେସନ ଅଫ ସୋସିଆଲ ଭ୍ୟାଲ୍ୟୁଜ ଉପରେ କାମ କରାହେଇଥିଲା। ଟିଚର ଟ୍ରେନିଂ ଆଣ୍ଡ ପ୍ରୋଫେସନାଲ ଡେଭଲପମେଣ୍ଟ ଉପରେ କାମ କରାହେଇଥିଲା। ତାପରେ ଭୋକେସନାଲାଇଜେସନ ଇନ୍ ଏଜୁକେସନ ଏଜୁକେସନରେ ଭୋକେସନାଲାଇଜ ରହୁ ବୋଲି 1986 କହିଥିଲା। ତ ଏଇ ସବୁ ମୋଟୋ ଉପରେ 1986 କାମ କରୁଥିଲା। ଏହା ଥିଲା ଆଜିକାର ଡିସ୍କସନ। ତ ଆଶା କରୁଛି ଆପଣ କ୍ଲାସକୁ ବୁଝିପାରିଥିବେ। ଯଦି ଭଲ ଲାଗିଥିବ ଆପଣ ସେୟାର ଲାଇକ୍ କରିଦେବେ। ଆଜି ପାଇଁ ଏତିକି, ଧନ୍ୟବାଦ ସମସ୍ତଙ୍କୁ।